ପରିଚୟ ଅଛି ମୁଁ ରାମଗିରି ମେଡିକାଲ ଅଫିସର ଥିଲି। ତ ମୋର କାଲି ରାତିରୁ ମତେ ଟ୍ରାନ୍ସଫର କରାଇ କୋଉ କାରଣ ସେ ତାକୁ ଟ୍ରାନ୍ସଫର ହେଇଛି କହିକି ଆପଣ ଭାବୁଛନ୍ତି ଏବଂ ଆଜି ରାମଗିରିର ମଧ୍ୟ କିଛି ବ୍ୟକ୍ତି ବିଶେଷ ଆସିକି ଆପଣ ପୁନଃନିଯୁକ୍ତ କରିବା ପାଇଁ ଦାବି ଦେଇଛନ୍ତି। କଣ ରହିଛି ସାର୍ ଆପଣଙ୍କୁ ବାରମ୍ବାର ଟ୍ରାନ୍ସଫର କରିବାର ମୁଖ୍ୟ ସେଇଟା କଣ? ନାଇଁ ଦେଖନ୍ତୁ ମୁଁ ଥିଲି ଆଗରୁ ଖଜୁରୀପଦାରେ ମୋର ଓରିଜିନାଲ ପୋଷ୍ଟିଂ ହଉଛି ଖଜୁରୀପଦା। ତ ସେଠୁ ମତେ ରାମଗିରିକୁ ଟ୍ରାନ୍ସଫର ଡେପୁଟେସନ କରାଯାଇଥିଲା। ତ ରାମଗିରିରେ ମୁଁ ନିଜର ରକ୍ତକୁ ପାଣି କରି ମୁଁ କାମ କଲି ଦିନ ରାତି 24 ଘଣ୍ଟା ମୁଁ କରିଥିଲି। ସବୁ ଲୋକ ଜାଣିଛନ୍ତି ଯୋଉ ଲୋକମାନେ ଆଜି ଦାବି କଲେ ସେମାନେ ଜାଣିଛନ୍ତି ମୁଁ ତାଙ୍କୁ କେମିତି କୋଉ ଟାଇପର ସର୍ଭିସ ଦେଇଛି। ଯୋଉଥିପାଇଁ କି ମତେ ଗୋଟେ ଥର ହେଲ୍ଥ ମିନିଷ୍ଟର ଅନରେବୁଲ ଡକ୍ଟର ମୁକେଶ ମହାଲିକ ମତେ ଧନ୍ୟବାଦ ବି ଜଣେଇଥିଲେ ଭିଡିଓ କଲରେ। ତ ମୋର ଦେଖନ୍ତୁ 7 ମାସ ହେଲା ଇନସେଣ୍ଟିଭ ପଇସା କରୁନାହାନ୍ତି। ମୋର ଡିଡିଓ ଯିଏ ଖଜୁରୀପଦାର ଡକ୍ଟର ଅଛନ୍ତି ଇନଚାର୍ଜ ଡକ୍ଟର କିଶୋର ସେନାପତି ତାଙ୍କୁ ସିଏ ନିଜେ ହିଁ କେବେ ପ୍ରେଜେଣ୍ଟ ରହୁନାହାନ୍ତି ଷ୍ଟେସନରେ। ତାଙ୍କୁ ମୁଁ 22 ଦିନ କାଳ ତାଙ୍କୁ ଜଗିଲି ମୁଁ 2-3 ଥର ଫେଲ ହେଲି ମାନେ ଯାଇକି ଫେରିକି ଆସିଲି ମୋର ପଇସା ସାଇନ କରନ୍ତୁ ମତେ ନିହାତି ଦରକାର। ତ ତଥାପି ଗୋଟେ ଦିନ ବହୁତ ଦିନ ପରେ 22 ଦିନ ଦୀର୍ଘ 22 ଦିନ ପରେ ସେ ଆସିଲେ ଦେଖାଗଲେ ମୁଁ ତାଙ୍କୁ କହିଲି ସାଇନ କରିବାକୁ କହିଲି ସେ ମତେ ମୋ ଉପରେ ମନା କରିଦେଲେ ଯେ ମୁଁ କରିପାରିବିନି। ଆଉ ପ୍ରତି ମାସ ପିଛା ମତେ 2,500 ଟଙ୍କା ଲେଖେ ମାଗିଲେ ସେଟା ତାଙ୍କର ଚାଲିଛି ଆଗରୁ। ଏଥିପାଇଁ ମୁଁ ସିଡିଏମକୁ ଜଣେଇଲି ସିଡିଏମ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ସିଡିଏମ ସାର୍ ଆମର ମହମ୍ମଦ ଅଲି ସେ କିଛି କରିପାରିଲେନି। ତାପରେ ମୁଁ ଯେହେତୁ ଯୋଉଦିନ ମୁଁ ମନା କରିଦେଲି ମୁଁ ଦେଇପାରିବିନି ପଇସା ମୁଁ କାହିଁକି ଦେବି। ମୁଁ ତ ସବୁବେଳେ ସେଠି ପଡିକି ରହୁଛି ମୋ ଘରକୁ ଯାଇପାରୁନି ମୋ ମାଆକୁ ଦେଖିପାରୁନି ମୋ ଭାଇ ମୋ ଭାଉଜ ଏମାନେ କଥା ବୁଝିପାରୁନି। ତ ମୁଁ ସେଇଠି ପଡିକି ରହି ଜନସେବା କଲି। ଯଦି ମୁଁ ଘରକୁ ନ ଯାଇକି ମତେ ଲାଞ୍ଚ ମଗାଯାଏ 2,500 ପର ମନ୍ଥ ମୁଁ ଦେଇପାରିବିନି ମନା କରିଦେଲି। କୋଉ ବାବଦରେ ମାଗନ୍ତି ସାର୍ ଲାଞ୍ଚ ଗୁଡା? ସେମାନେ ଆମ ଇନସେଣ୍ଟିଭ ପଇସା କରିବାକୁ ମତେ ମାସକୁ ଗଭର୍ଣ୍ଣମେଣ୍ଟ ଯୋଉ 30,000 ଟଙ୍କା ଦଉଛି ତ ମୋର 7 ମାସ ହେଲାଣି 7-21 ମାନେ 2,10,000 ଟଙ୍କା ମତେ ମିଳିବ। ତ ସେମାନେ ପର ମନ୍ଥ 2,500 ଟଙ୍କା କିଶୋର ସେନାପତି ଡକ୍ଟର କିଶୋର ସେନାପତି ସିଏ ମାଗୁଛନ୍ତି। ତ ସେଇଟା ମୁଁ ଦବାକୁ ମନା କରିବି କାହିଁକି ମୁଁ ତ ସେଇଠି ରହୁଛି ସବୁ କରୁଛି ମୁଁ ଲାଞ୍ଚ କାହିଁକି ମନେ କରିବିନି କି ଅନ୍ୟାୟ ସହିବିନି ଏଇଟା ମୋ ପଲିସି। ତ ଯେହେତୁ ମୁଁ ନଦେଲି ମୁଁ ଅନ୍ୟାୟ କରିଦେଲି ମତେ ଟ୍ରାନ୍ସଫର କରିଦେଲି ଠିକ ଅଛି ଏଇଠି ସର୍ଭ କଲେ ବି ଧାନ ହିଁ ଫୁଟିବ ମୁଁ ଏଠି ବି ସର୍ଭିସ ଦେବି। ସାର୍ ଆପଣଙ୍କୁ ରିଲିଫ ଦେଖି ଦିଅନ୍ତୁ କିଛି ଅସୁବିଧା ନାହିଁ ଆପଣ ଇନକ୍ୱାରି କରନ୍ତୁ ଆପଣ ଦେଖି ଦିଅନ୍ତୁ ଗତ କୋଉ ମାସରେ ମୋର ଇନସେଣ୍ଟିଭ ହେଇଛି ଆଉ କେତେ ମାସ ହେଲା ମୋର ହେଇନି ଆପଣଙ୍କୁ ଏଚଆରଏମ ଆଇଡି ପାସୱାର୍ଡ ମୁଁ ଦେଇଦେବି ସିଡିଏମ ଅଫିସ ଆପଣଙ୍କ ପାଖରେ ଆପଣ ଯାଇକି ଇନକ୍ୱାରି କରୁଛନ୍ତି ଯଦି ମୁଁ ମିଛ କହୁଛି ମୁଁ ଚାକିରି ଆଜି ହିଁ ଆପଣଙ୍କର ଆଉ ଏକ ଅଭିଯୋଗ ଦେଖନ୍ତୁ ସିଡିଏମ ସାର୍ ତ ଯାହା କହିବେ ସେଟା ମୁଁ କହିପାରିବିନି ସେ ଆମର ଅଥରିଟି ମୁଁ କିଛି କହିପାରିବିନି। ଆପଣ ଦେଖନ୍ତୁ ମୁଁ ପବ୍ଲିକ ସର୍ଭିସ ମୁଁ ପବ୍ଲିକ ର ସର୍ଭିସ କରୁଛି ମୁଁ ଓପିଏସସି ଦେଲି ଓଡିଶା ପବ୍ଲିକ ସର୍ଭିସ କମିଶନ ଦେଲି ପବ୍ଲିକ କୁ ମୁଁ ଯାହା ସର୍ଭିସ ସେଟା ପବ୍ଲିକ ଯାଇଛି ସିଡିଏମ ସାର୍ ରହିଲେ ପାର୍ଲାମେଣ୍ଟରେ ମୁଁ ରହିଲି ରାମଗିରି ପବ୍ଲିକ କୁ ମୁଁ କଣ ଦେଇଛି ସେଇଟା ଆପଣଙ୍କ ସାମ୍ନାରେ ଆଜି ଅଛି। ସେଇ ପବ୍ଲିକ ଆସୁଛନ୍ତି ସିଡିଏମ ସାର୍ଙ୍କୁ ଡିମାଣ୍ଡ କରିବାକୁ ମତେ ରଖାଯାଉଛି। ତ ପବ୍ଲିକ ର ହିଁ କମ୍ପ୍ଲେନ ନାହିଁ ସିଡିଏମ ସାର୍ଙ୍କୁ ଥରେ ଯାଇ ପଚରାଯାଉ ଆପଣଙ୍କ ପାଖକୁ ପବ୍ଲିକ ରୁ କିଛି କମ୍ପ୍ଲେନ ଆସିଛି କି ରାମଗିରି ଡକ୍ଟରଙ୍କ ନାଁରେ କେବେ ବି ଆସିଛି କି ଆଜି ବି ଥିବ ମୁଁ ରେଜିଗ୍ନେସନ ଲେଟର ଧରିବି ସେଇଟା ମୁଁ କହିପାରିବି ସେଇଟା ମୁଁ ତ ଏମିତି କହିଦେବି ମତେ ଯିଏ ମାଗିଲେ ମୁଁ ତାଙ୍କ ନାଁ ଯିଏ ମାଗିଲେ ଆମର ଖଜୁରୀପଦାର ଇନଚାର୍ଜ ଡକ୍ଟର କିଶୋର ସେନାପତି ସିଏ ମାଗିଲେ ମୁଁ ତାଙ୍କ ନାଁ କହିବି ସିଡିଏମ ସାର୍ଙ୍କ ନାଁ ମୁଁ କାହିଁ କହିବି ମୁଁ ଜାଣିନି ମୁଁ କାହିଁ କହିପାରିବି। ବର୍ତ୍ତମାନ ସାର୍ ଆପଣଙ୍କର ଟ୍ରେଣ୍ଡ ଟା କଣ ରହିଛି ଆପଣ ଜଏନ କରିବେ ନା ପୁଣି ଥରେ କଣ କରିବା ପାଇଁ ଦେଖନ୍ତୁ ମତେ ଗୋଟେ ମଣିଷ ବୋଲି ଭାବୁନାହାନ୍ତି ଫାଷ୍ଟ କଥା ଦ୍ୱିତୀୟ କଥା ଡକ୍ଟର ବୋଲି ବିଲକୁଲ ତ ଭାବୁନାହାନ୍ତି ନହେଲେ ମନ ଇଚ୍ଛା ରାତାରାତି ଅର୍ଡର ବାହାର କରିଦେବେ ତ ଆପଣ ରାମଗିରି ପଳାନ୍ତୁ ଯାଇକି ଜଣେଇ ଦିଅନ୍ତୁ ରାତାରାତି। ବର୍ଷା ହଉଥିଲା ରାତି ମୋର ମନେ ଅଛି ଯେ ରାତି ବର୍ଷା ହଉଥିଲା ରାତିରେ ଭିଜି ଯାଇକି ମୁଁ ରାତି 10:30 ବେଳକୁ ଜଏନିଂ ଦେଇଛି ରାମଗିରି ପାଇଁ ଯେତେବେଳେ ମୁଁ ଖଜୁରୀପଦାରୁ ଡେପୁଟେସନ ହେଲା ରାମଗିରି। ତାପରେ କାଲି ରାତି ମତେ 9:30 ବେଳକୁ ଅର୍ଡର ବାହାର କରୁଛି ମୋ ପାଖକୁ ପଠଉଛନ୍ତି 9:30ରେ ରାତି 10ଟା ବେଳକୁ ମତେ ରିଲିଭ ଅର୍ଡର ଦଉଛନ୍ତି ଆଜି ସକାଳେ ଜଏନ କରିବା କାରଣ ମୁଁ ମୋର ମଣିଷଟା କଣ ମତେ ଏମାନେ ଭାବୁଛନ୍ତି କଣ ମୁଁ ମୁଁ ଗୋଟେ କ୍ଲାସ 1 ଅଫିସର ମାନେ ଏମିତି ଯଦି ସିଡିଏମ ହେଲେ କଣ ହେଲା ଆମ ଅଥରିଟି ଆମେ ତ ଆପଣଙ୍କୁ ଚାକର ନୁହଁ ନା we are not your servant କିଛି ବି କରିଦେବେ ଆପଣ ମତେ ଟାଇମ ଦେବେ ମନ ଇଚ୍ଛା ରାତାରାତି ଅର୍ଡର ବାହାର ହଉ ରିଲିଭ କରିଦେବେ ମୁଁ ଆସିକି ପାର୍ଲାମେଣ୍ଟ ଯାଇକି ମୋର ପୁଣି ସେଟଲମେଣ୍ଟ ହବାର ଅଛି ନା ଏବେ ଆପଣ ଭାବୁଛନ୍ତି କି ଇଣ୍ଟେନସନାଲି ଆପଣଙ୍କୁ ହଇରାଣ ହରକତ କରାଯାଉଛି? ଦେଖନ୍ତୁ ସେଇଟା ମୁଁ ଆପଣଙ୍କୁ ପ୍ରଥମରୁ କହିସାରିଛି ଯେ ଯେହେତୁ ମତେ ପଇସା ମଗାଯାଇଛି ମୁଁ ପଇସା ଦେଇନି ତାପରେ ଟ୍ରାନ୍ସଫର ହେଇଯାଇଛି। ସାର୍ ରାଜ୍ୟ ସରକାର ଗ୍ରାମ୍ୟ ଅଞ୍ଚଳରେ ଡକ୍ଟର ମାନଙ୍କୁ ପଠେଇବା ପାଇଁ ବହୁତ ପ୍ରୟାସ କରୁଥିବା ବେଳେ ଯଦି ଏ ପ୍ରକାର ମନ ଇଚ୍ଛା ଯୁବ ଡକ୍ଟର ମାନଙ୍କୁ କାଢି ଦିଅନ୍ତେ ତାହେଲେ ବର୍ତ୍ତମାନ କଣ ସାର୍ ଏଇ ଗ୍ରାମ୍ୟ ଅଞ୍ଚଳକୁ ଡକ୍ଟର ମାନେ ଆସିବେ ବୋଲି ଆପଣ ଭାବୁଛନ୍ତି? ନାଇଁ ଦେଖନ୍ତୁ ଏମିତି କେବେ ଭଗବାନ କରନ୍ତୁ ଏମିତି ନ ହଉ ଗ୍ରାମ୍ୟ ଅଞ୍ଚଳ ସବୁବେଳେ ଡକ୍ଟର ସହିତ ଡକ୍ଟର ତାଙ୍କ ପାଖରେ ହିଁ ରୁହନ୍ତୁ କାହିଁକି ନା ମୁଁ ଯୋଉ ଜାଗାରେ ଅଛି ରାମଗିରି କହୁଛି
ତା ଉପରେ ପାଖାପାଖି 40ଟା ଗାଁ ଡିପେଣ୍ଡ କରୁଛି। ଯଦି ରାମଗିରି ଡକ୍ଟର ତାଙ୍କୁ ନ ଦେଖିଲେ ତାଙ୍କୁ ଉଦୟଗିରି ଚନ୍ଦ୍ରଗିରି ପାଲାଖଣ୍ଡି ବହୁତ ସମୟ କଷ୍ଟ ପାଇବେ। ତ ମୁଁ ଚାହୁଁଛି ସେଠି ମୁଁ ଯଦି ନାହିଁ ମୁଁ ଯାହା ଦେଇଥିଲି ଦୀର୍ଘ ବର୍ଷ 3 ମାସ ହେଲା ମୁଁ ଯାହା ସର୍ଭିସ ଦେଇଥିଲି ଯିଏ ବି ଡକ୍ଟର ଆସନ୍ତୁ ସିଡିଏମ ସାର୍ ଯାହାକୁ ବି ପୋଷ୍ଟିଂ ଦିଅନ୍ତୁ ସିଏ ସେତିକି କରୁ। ଆଟଲିଷ୍ଟ କିଛି ନହେଲେ ଦରମା ବାଟରେ ମିଳିବ ପଇସା ବାଟରେ ମିଳିବ ସେଇଟା ମ୍ୟାଟର କରୁନି। ଲୋକଙ୍କର ଆଶୀର୍ବାଦ ମିଳିବ ସେଇଟା ଦିନ ରାତି ଆପଣ ଲୋକଙ୍କ ସେବା କଲା ପରେ ବର୍ତ୍ତମାନ ଦେଖୁଛନ୍ତି ଯେ ସିଡିଏମ ଆପଣଙ୍କୁ ଏ ପ୍ରକାର ହଇରାଣ ହରକତ କରୁଛନ୍ତି। ଲୋକଙ୍କର ପ୍ରଶଂସା ମଧ୍ୟ ଆପଣ ପାଇଛନ୍ତି ଯାହାକି ସୋସିଆଲ ମିଡିଆରେ ନିଜ ମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ କହିବି ଯେ ଏତିକି କହିବାକୁ ଚାହୁଁଛି ଯେ ଯୋଉ ଲୋକଙ୍କ ପାଇଁ ମୁଁ ଏତିକି କଷ୍ଟ କରିଥିଲି ତ ସେମାନେ ଡିମାଣ୍ଡ କରନ୍ତୁ ତାଙ୍କୁ ଯଦି ମୋ ସର୍ଭିସ ଦରକାର ତ ସେଇମାନେ ହିଁ ଡିମାଣ୍ଡ କରନ୍ତୁ ପ୍ରଶାସନକୁ ତ ମତେ ପୁଣି ଥରେ ବାପସ ସେଠିକି ନବା ପାଇଁ। ଯଦି ସେମାନଙ୍କୁ ମୋ ସର୍ଭିସ ଠିକ ଲାଗିଛି ସେମାନେ ମୋଠୁ ସତରେ ଖୁସି ଅଛନ୍ତି ତ ସେମାନେ ଡିମାଣ୍ଡ କରିକି ଆଉ ଥରେ ପ୍ରଶାସନକୁ ମତେ ନେଇପାରିବେ ଅନୁରୋଧ କରିକି ନେଇପାରିବେ। ସାର୍ ଆଉ ଗୋଟେ ବିଷୟ ଆପଣଙ୍କର କର୍ମଚାରୀ ମାନଙ୍କ ସହିତ ଆପଣଙ୍କର ବିଶୃଙ୍ଖଳା ଚାଲିଥିଲା କହିଛି ଏଇ କ୍ଲେମକୁ ଆପଣ କଣ କରିବା ପାଇଁ ଚାହିଁବେ? କହିବା ବାଟକୁ କହିଦେବା କଥା ପାଟିରେ କିଛି କଥା ନାହିଁ ଆମ ମନରେ କିଛି ଆନ୍ସର ନାହିଁ ତ କିଛି ବି ତ ଆମେ ମାନେ ନିଜର ଗୋଟେ ବାହାର କରି କହିବା ନା। ମୋ କର୍ମଚାରୀ ମାନଙ୍କ ସହିତ କେବେ ବି ମୋର ଅସୁବିଧା ନାହିଁ। ମୋ କର୍ମଚାରୀ ମାନେ ମତେ ସବୁବେଳେ ଭଲ ପାଆନ୍ତି ଆଜି ଭଲ ପାଉଛନ୍ତି ଆଜି ମିସ୍ ସାର୍ ପଇସା ଖାଲି ଆପଣଙ୍କ ଠାରୁ ମଗା ଯାଉଛି କି ଅନ୍ୟାନ୍ୟ କର୍ମଚାରୀ ମାନଙ୍କଠୁ ବି ମଗାଯାଉଛି? ଦେଖନ୍ତୁ ସେଇଟା ମୁଁ କହିପାରିବିନି ମତେ ତ କୋଉ କର୍ମଚାରୀ ଆସିକି ମତେ କହିବି ମତେ ଯାହା ହେଇଛି ଯାହା ମତେ ମଗା ଯାଇଛି ଏଇଟା ମୁଁ କହିବି। ଏମିତି ହେଇପାରେ ଅନ୍ୟ ଲୋକ କହିନଥାଇପାରେ କହିନଥାଇ ପାରନ୍ତି ସେମାନଙ୍କର ସ୍ମୁଥଲି ସବୁ କିଛି ହେଇଯିବାର ଅଛି ପଇସା ଗଲେ ପଇସା ଯାଉ। ଆପଣଙ୍କୁ ଫୋନ ପେ ମାଧ୍ୟମରେ ଯେହେତୁ 24 ଘଣ୍ଟା ଘଟୁଛି ମୁଁ ଯେହେତୁ 24 ଘଣ୍ଟା ମାନେ କାର୍ଯ୍ୟ କରୁଛି ସେଠି ମୁଁ ତ କେବେ ବି ମାନେ ଅନ୍ୟ ସହିବିନି ନା କଣ ପାଇଁ ସହିବି। ମୁଁ କଷ୍ଟ କରୁଛି ମୁଁ ଜାଣିଛି ମୁଁ ସେଠି ରହୁଛି ସବୁ କରୁଛି ମୁଁ କାହିଁକି ମତେ ଅନ୍ୟ କିଛି ସେମାନେ ଦେଇପାରନ୍ତି ନ ଦେଇପାରନ୍ତି ସେ ସବୁ କହିପାରିବେ କିନ୍ତୁ ମୋ କଥା ମୁଁ କହୁଛି ବିଶ୍ୱ ସେନାପତି ଡକ୍ଟର ବିଶ୍ୱ ସେନାପତି ଯେ ଖଜୁରପଦା DPO ସେ ମତେ ଏତିକି ସାହାଯ୍ୟ କରିଥିବାରୁ ତାଙ୍କ ନାଁରେ ଲିଖିତ ଅଭିଯୋଗ କରିବି କି ଉପର ଅଧିକାରୀ ମାନଙ୍କୁ? ଦେଖନ୍ତୁ ମୋର ତ ଟ୍ରାନ୍ସଫର ହେଇଗଲା ମୁଁ ଏବେ କଣ କରିପାରିବି ମୋ ପାଇଁ କଣ ପ୍ରମାଣ ମାନେ ମୁଁ କହିପାରିବି ମୋ ପାଖେ ମୁଁ ନିଜେ କହୁଛି ସେ ମତେ ମାଗିଲେ ମୁଁ ନଦେଲାରୁ ତାପରେ ମୋ ଟ୍ରାନ୍ସଫର ହେଇଗଲା ତ ମୁଁ କଣ ମୋ ପାଖେ ଅଛି କି ତାଙ୍କ ମନ କଥା ମୁଁ କହିପାରିବି ନା ଏଇଥିପାଇଁ କରିଛନ୍ତି କି ଆଉ କୋଉଥିପାଇଁ କରିଥାଇ ପାରନ୍ତି କିନ୍ତୁ କରିଲେ ଆପଣ ଭାବନ୍ତୁ ଲୋକଙ୍କୁ ଭାବିବାକୁ ଦିଅନ୍ତୁ ଯିଏ ନ୍ୟୁଜ ଦେଖିବେ ତାଙ୍କୁ ଭାବିବାକୁ ଦିଅନ୍ତୁ ଏଥିପାଇଁ କରିଛନ୍ତି କି ଆଉ କୋଉଥିପାଇଁ କରିଛନ୍ତି।